ଆଜି ଯୋଉ ବିଷୟଟାକୁ ଭାବିଛି କହିବା ପାଇଁ, ସେଟାକୁ ନର୍ମାଲି ଆମ ସତ୍ସଙ୍ଗରେ ଟିକେ ଆଲୋଚନା କମ ହୁଏ। ଖାଲି ଆ, ଗୋଟେ ସମରାଇଜ କରିକି ଆଲୋଚନା କରନ୍ତି, କାହିଁକି ନା ୟା ଉପରେ ବହୁତ ରେଷ୍ଟ୍ରିକ୍ସନ ଅଛି। ପବ୍ଲିକ ଷ୍ଟେଜରେ ଆଲୋଚନା କରି ହୁଏ ନା, ନେଗେଟିଭ ଇମ୍ପାକ୍ଟ ରହିଛି, କାରଣ ଅନେକ ଅଦୀକ୍ଷିତ ଲୋକ ହିଁ ଆସିଥାନ୍ତି। ତା ଛଡା ସରକାରଙ୍କର ମଧ୍ୟ ନିୟମ ରହିଛି, ୟାକୁ ବି ଆମେ ପବ୍ଲିକ ରେ ବିରୋଧ କରିପାରିବା ନାହିଁ। ସେଇଟା ହଉଛି ପ୍ରତିଲୋମ। କିନ୍ତୁ ୟାର କୁଫଳ ବିଷୟରେ ଆଲୋଚନା ଜରୁରୀ ବହୁତ। ଆମେ ଅ, ଯୋଉ ଦିଟା ଜୀବନ, ପୁରୁଷ ଆଉ ନାରୀ, ଏଇ ଦିଟା ଜୀବନକୁ ଗୋଟେ ସୂତ୍ରରେ ବାନ୍ଧନ୍ତି ବିବାହର ଯୋଉ ବିଧାନ ମାଧ୍ୟମରେ, ଯୋଉଟାକୁ ଆମେ ସଂଯୋଗ ସ୍ଥଳ କୁହନ୍ତି ବିଭାଗଟାକୁ। ଏଇଠୁ ଗୋଟେ ଦାମ୍ପତ୍ୟ ଜୀବନ ଆରମ୍ଭ ହୁଏ, ଗୋଟେ ନୂଆ ସଂସାରଟେ ଆରମ୍ଭ ହୁଏ, ଆଉ ସଂସାରର ଭବିଷ୍ୟତ ମଧ୍ୟ ଏଇଠୁ ସୃଷ୍ଟି ହୁଅନ୍ତି। ମୋଟାମୋଟି ସୃଷ୍ଟିର ଧାରା ଟା ଅବ୍ୟାହତ ରହେ। ତ ଏଇ ଯୋଉ ଦେଖିବେ, ବର୍ତ୍ତମାନ ଖୁବ ପରିଚିତ ହେଇଯାଇଛି ଗୋଟେ ୱାର୍ଡ, ଡାଇଭର୍ସ। ପ୍ରଚଣ୍ଡ ରୂପ ଧାରଣ କରିଛି। ପ୍ରତ୍ୟେକ ଦିନ ସୋସିଆଲ ମିଡିଆ, ନ୍ୟୁଜ ଚ୍ୟାନେଲ, ଡାଇଭର୍ସ, ପରକ୍ରିୟା ପ୍ରୀତି, ଖୁବ ଶିକ୍ଷିତ ଆଉ ଉଚ୍ଚ ବଂଶର ମଧ୍ୟ ଏଇଗୁଡାକ ପ୍ରବଳ ମାତ୍ରାରେ ଦେଖାଯାଉଛି। ଏଠି ଝଗଡା କରିବା, ମନମାଳିନ୍ୟ ହବା, ହା ହୁତାଶରେ ଚାଲିବା, ତା ସହିତ ମାନେ ମନସ୍ତାପ ଭିତରେ ଜୀବନ ଟାକୁ କଟିବା, ଏସବୁ ଭିତରେ କୌଣସି ଦାମ୍ପତ୍ୟ ଜୀବନଟାର କୌଣସି ଆଉ ମୂଲ୍ୟ ନାହିଁ। ମାନେ ଗୋଟେ, ଆପଣ ଯଦି ଏକ୍ଜାମ୍ପଲ ନେବେ, ବର୍ତ୍ତମାନର ଓଡିଶାର ଓଲିଉଡ ଇଣ୍ଡଷ୍ଟ୍ରି ଯୋଉଟା ଅଛି, ତା ଦେହର ଦି ଜଣ ସୁପରଷ୍ଟାର, ସେତେବେଳେ ଜଣେ ଜଣକୁ ପାଇବା ପାଇଁ ଛାତିକି ଚିରିକି ରକ୍ତରେ ଲେଖି ଦେଇଥିଲା ତାଙ୍କ ନାଁ ଟା। କିନ୍ତୁ ବର୍ତ୍ତମାନ ଦି ଜଣଙ୍କ ବିରୁଦ୍ଧରେ ଖାଲି ଗପିବାରେ ଲାଗିଛନ୍ତି। ତ କହିବାର ଉଦ୍ଦେଶ୍ୟ ହଉଛି, ଯୋଉଠି ଉଭୟଙ୍କୁ ନ ଦେଖିଲେ ରହି ପାରୁନଥିଲେ, ଯୋଉଠି ଛାତି ଚିରିକି ରକ୍ତରେ ଲେଖା ଯାଉଥିଲା ନା, ଏଇ ସରସ ହୃଦୟ ଟା ଗୋଟେ ନିରସ ମରୁଭୂମିର କେମିତି ପରିଣତ ହେଇଯାଏ। ଏଇ ଯୋଉ ମିଳନ ଟା ହେଇଥିଲା, ଏଟା ବିଚ୍ଛେଦ ଆଡକୁ କେମିତି ଗତି କରେ, କୋଉଠୁ ଆସେ ଏଇ ତିକ୍ତତା? ଯୋଉଠି ଆମେ ମାନେ ଭାବପ୍ରବଣ ହେଇକି ଗୋଟେ ବିରାଟ ବିବାହ ବନ୍ଧନରେ ବାନ୍ଧି ହେଇକି ଗୋଟେ ବଡ ସ୍ୱର୍ଗ ନିର୍ମାଣ କରିବା, ସେଇ ଜାଗାରେ ପୁଣି ଏଇ ଯୋଉ ବ୍ୟବଚ୍ଛେଦର ଗୋଟେ ଧୂମକେତୁ ଆସେ କେମିତି? ଚାହିଁଥାନ୍ତି କଣ, ପୁଣି ହେଲା କଣ? ଏଇ ଯୋଉ ଜୀବନ ଜିଜ୍ଞାସା ପ୍ରତ୍ୟେକଟି ଜୀବନକୁ ଆଜି ସନ୍ତ୍ରସ୍ତ କରୁଛି, ଆଉ ଏଇଟା ପ୍ରବଳ ମାତ୍ରାରେ ବଢି ଚାଲିଛି। ଠାକୁର କହିଲେ, ବିଶ୍ୱଦୃଶ ମିଳନ ହିଁ ଏହାର ଏକମାତ୍ର କାରଣ। ନାରୀ ଠାରୁ ପୁରୁଷ ଟା ପୃଷ୍ଟି ପାଉନାହିଁ। ମାଟିରୁ ଗଛ ଯଦି ପୃଷ୍ଟି ନ ପାଏ, ତାହେଲେ ଯେପରି ବଢିପାରେ ନାହିଁ, ସେଇପରି ପୁରୁଷ ନାରୀ ଠାରୁ ଯେତେବେଳେ ପୃଷ୍ଟି ନ ପାଇଲା, ଫଳରେ ନାରୀର ମନୋରଞ୍ଜନ କରିବାକୁ ସେ ଅସମର୍ଥ ହେଲା। ଆଉ ବିବାହ ବିଚ୍ଛେଦର ସୂତ୍ରପତ ଟା ଏଇଠାରୁ ହିଁ ଆରମ୍ଭ ହେଲା। ବିକୃତ ବିବାହ ହିଁ ହଉଛି ଦେଶର ସର୍ବନାଶର ପ୍ରଥମ ପ୍ରଧାନ ବୀଜ ସ୍ୱରୂପ। ତେଣୁ ଏଇ ଯୋଉ ୟା ଭିତରେ ଦିଟା ବିବାହ ରହିଛି, ଯୋଉ ନର୍ମାଲି ଆମେ ମାନେ ଜାଣିଛନ୍ତି, ଅନୁଲୋମ ଅସବର୍ଣ୍ଣ ବିବାହ ବା ଅନୁଲୋମ ସବର୍ଣ୍ଣ ବିବାହ। ଅସବର୍ଣ୍ଣ ବିବାହ ତ ନାହିଁ, ସବର୍ଣ୍ଣ ବିବାହ। ଆଉ ଗୋଟେ ହେଲା ପ୍ରତିଲୋମ ବିବାହ। ତ ପ୍ରତିଲୋମ ବିବାହ ମିନ୍ସ ଗୋଟେ ପୁରୁଷ, ନିମ୍ନ ବର୍ଣ୍ଣର ପୁରୁଷ ଆଉ ନାରୀଟା ଉଚ୍ଚ ବର୍ଣ୍ଣର ଥାଏ। ଆଉ ଏଇ ଯୋଉ ବିବାହର ଯୋଉ ପବିତ୍ର ସଂଜ୍ଞା ଠାକୁରଙ୍କ ଦୃଷ୍ଟିରେ, ୟା ମନୁସ୍ମୃତି ଯୋଉ ମନୁସଂହିତା ଅଛି, ତା ଦୃଷ୍ଟିରେ ଏଇ ବିବାହର ସଂଜ୍ଞା ଟାକୁ ଏଇଟା ଫୁଲଫିଲ କରୁନାହିଁ। ଏଟାକୁ ବିବାହ ହିସାବରେ ନିଆଯାଇ ନାହିଁ, ବରଂ ଏଟାକୁ ଗୋଟେ ଦୁର୍ଘଟଣା ବୋଲିକି କୁହାଯାଇଛି। ତେଣୁ ଆମ ଶାସ୍ତ୍ର ଏହାକୁ କୌଣସି ମତେ ବିବାହ ବୋଲି ମାନି ନାହିଁ। ପ୍ରତିଲୋମ ମାନେ ପ୍ରତିଲୋମ ବିବାହ ଭିତରେ ତ ବହୁତ କଥା ଆମେ ଜାଣିଛନ୍ତି। କିନ୍ତୁ ତାର ସେ ଯୋଉ ପିଲାଟା କୋଉ ଟାଇପ ର ହୁଏ, ତାର ନେଗେଟିଭ ମାନେ ଗୁଣାବଳୀ ଗୁଡାକ ଏତେ ପ୍ରୋମିନେଣ୍ଟ, ସେଇଟାର ଆଲୋଚନା ନିହାତି ଦରକାର। ସେଇଟା ଖୁବ କମ ଆଲୋଚନା ହୁଏ, କାହିଁକିନା ଆମର ଇଣ୍ଟରକାଷ୍ଟ ମ୍ୟାରେଜ କଲେ ଗଭର୍ଣ୍ଣମେଣ୍ଟ ର ପଇସା ବ୍ୟବସ୍ଥା ଅଛି। ଆମେ ଯଦି ପ୍ରତିଲୋମକୁ ବିବାହ କରିବା, ଦରକାର ମାନେ ଜେଲ ଭୋଗିବାକୁ ପଡିବ। ତ ଏଇ ସବୁ ଜିନିଷ ଅଛି, ତେଣୁ ୟାର ଆଲୋଚନା ଗୁଡାକ ନର୍ମାଲି ପବ୍ଲିକ ଷ୍ଟେଜ ର ହୁଏ ନାହିଁ। ତ ପ୍ରତିଲୋମ ସନ୍ତାନ ଠାକୁର କହିଛନ୍ତି ଅବିଶ୍ୱାସୀ, ଅକୃତଜ୍ଞ ଆଉ ଧ୍ୱଂସ ପ୍ରଭୃତି ପରାୟଣ ହେଇଥାନ୍ତି। କାହିଁକିନା ସ୍ତ୍ରୀର ଡିମ୍ବାଣୁ ଯେହେତୁ ଗୋଟେ ଉନ୍ନତ ମାନର ହୋଇଥାଏ, ତେଣୁ ସେ ପୁରୁଷର ଶୁକ୍ରାଣୁ ନିକଟରେ କୌଣସି ମତେ ଆତ୍ମସମର୍ପଣ କରେ ନା, ବରଂ ପ୍ରତିରୋଧ କରେ। ଯେତେବେଳେ ସେ ମିଳିତ ହବାକୁ ଯାଆନ୍ତି, ସେତେବେଳେ ପ୍ରତିରୋଧ କରେ। ଆଉ ଏଇ ପ୍ରତିରୋଧରୁ ବିଶ୍ୱାସଘାତକ ଜନ୍ମ ହେଇଥାଏ। ଏହାକୁ ମିଳନ କିମ୍ବା ବିବାହ ନ କହିକି ଗୋଟେ ଭୟଙ୍କର ବିସ୍ଫୋରଣ ଆଖ୍ୟା ଦିଆଯାଇଛି। ଦିଟା ଏକ୍ସପ୍ରେସ ଟ୍ରେନ, ସେ ମୁହାଁମୁହିଁ ଧକ୍କା ହେଲେ ତାଙ୍କର
ଯୋଉ ଭଳିଆ ଅବସ୍ଥା ହୁଏ ସେଇ ଭଳିଆ ଅବସ୍ଥାକୁ ଏଇଟାକୁ ଠାକୁର ଦର୍ଶେଇଛନ୍ତି। ଦୁଇଟି ସୁପରଫାଷ୍ଟ ମାନେ ଏକ୍ସପ୍ରେସ ଟ୍ରେନ ଯଦି ମୁହାଁମୁହିଁ ଧକ୍କା ହୁଅନ୍ତି ତାହେଲେ ଯୋଉ ଅବସ୍ଥା ହୁଏ ସେଇ ଅବସ୍ଥାଟା ଏଇ ମାନଙ୍କର ହୁଏ। ଠାକୁର କହିଛନ୍ତି ଯଦି ପ୍ରତିଲୋମ କୋଉଠି ହଉଛି ବୋଲି ଜାଣ ତାହେଲେ ତୁମେ ଯାଇକି ବଳ ପ୍ରୟୋଗ କରିକି ସେ ଦି ଜଣଙ୍କୁ ଡେଟାଚ କରିକି ଅଲଗା ଜାଗାରେ ବିବାହ କରିଦିଅ, ସେଇଟା ହଉଛି ବିଧି। ଗୋଟେ ସିଂହୀ ସହିତ ଗୋଟେ ଛେଳି ବିଲୁଆର ମିଳନ ଭଳିଆ ଇଏ ଅବସ୍ଥା ହୁଏ। ଏଇ ଯୋଉ ଜନନ ବିଭ୍ରାଟ ପାଇଁ ପୁରା ହସ୍ତିନାପୁର ଠାରୁ ରୋମ ସଭ୍ୟତା ପର୍ଯ୍ୟନ୍ତ ସବୁ କିଛି ଭୁଷୁଡି ପଡିଛି। ଆଉ ଏଟାକୁ ପରମାଣୁ କଣ ହାଇଡ୍ରୋଜେନ ବୋମ ଠାରୁ ଠାକୁର କହିଛନ୍ତି ଆହୁରି ଭୟଙ୍କର। ତ ଦୁନିଆର ସବୁଠୁ ବଡ କିଛି ପାପ ଯଦି ଥାଏ, ଯୋଉ ପାପ ପାଇଁ ସର୍ବାଧିକ କର୍ମଫଳ ଆମକୁ ଭୋଗ କରିବାକୁ ପଡେ, ସେଇଟା ହଉଛି ଏଇ ପ୍ରତିଲୋମ। ଏଇ ପ୍ରତିଲୋମରେ 32 ପିଢି ପର୍ଯ୍ୟନ୍ତ ଲୋକକୁ ଭୋଗ କରିବାକୁ ପଡେ। 32 ପିଢି ମାନେ ଚିନ୍ତା କରନ୍ତୁ, ଗୋଟେ ପିଢି କି ଯଦି ଗୋଟେ ମାନେ ବ୍ୟକ୍ତିର ମାନେ ଲାଇଫ ସ୍ପାନ କୁ ଆମେ ଏଭରେଜ 60 ବର୍ଷ ଧରିବା ତ 1800 ବର୍ଷ ହେଇଯାଉଛି। 1800 ଆଉ 2000 ବର୍ଷ ଯଦି ହେଇଯାଉଛି 32 ପିଢି ଯଦି ହବ, 1800 2000 ବର୍ଷ ସେ ପରମ ପିତାଙ୍କ ମାନେ ବିଧାନରୁ ଦୂରେଇ ଯାଏ। ଆଉ ପରମ ପିତାଙ୍କର ଯୋଉ ନୀତି ବିଧାନ ଅଛି, ଏଇ ଗୋଟେ ଏମିତି ଗୋଟେ କର୍ମ କରିଥିବାରୁ ସେ ଏତିକି ଦିନ ତାର ଆତ୍ମିକ ଉନ୍ନତି ଟା ପଛେଇଯାଏ। କିନ୍ତୁ ଠାକୁର କହିଲେ ଏଇ ଯୋଉ ଆମର ତ ଆଜିକାଲି ସୁପ୍ରିମକୋର୍ଟର ଲିଭ ଇନ ରିଲେସନସିପ କି ମାନ୍ୟତା ଦେଲା। ଏଠି ଇଣ୍ଟରକାଷ୍ଟ ମ୍ୟାରେଜ କଲେ ତ ପଇସା ମିଳିଲା। ଖ୍ରୀଷ୍ଟିଆନ ମୁସଲିମ ମାନଙ୍କର ପ୍ରଚଣ୍ଡ ମାତ୍ରାରେ ଆମ ଭାରତ ବର୍ଷର ଡୋମିନାନ୍ସ ବି ବଢିଗଲାଣି। ବୟସର ଡିଫରେନ୍ସ ନ ରହିଲା ବେଳକୁ ସେଠି ବି ପ୍ରତିଲୋମ ହଉଛି। ପ୍ରତିଲୋମ ଟା ଖାଲି ଉଚ୍ଚ ସଂସ୍କୃତି ସମ୍ପନ୍ନ ୟା ଉଚ୍ଚ ଜାତିର ଝିଅ ଟାକୁ ନିମ୍ନ ସଂସ୍କୃତି ସମ୍ପନ୍ନ ନିମ୍ନ ଜାତିର ପୁଅଟା ବିବାହ କଲେ ହୁଏ ନା, ବୟସର ଡିଫରେନ୍ସ ଟା ବି ହୁଏ। ଆପଣ କିଛି ଦିନ ତଳେ ଦେଖିବେ ଗୋଟେ ଯୋଉ ଆମର ସେ ଯୋଉ କି ଏଟା ଏଇ ଯୋଉ ଟୁଙ୍ଗୁରୁ ଫଳ କେସ୍ ଗୋଟେ ଖୁବ ହାଇଲାଇଟ ହେଇଥିଲା। ସେ ଯୋଉ ଝିଅ ଟା କହୁଛି ଆମ ସମ୍ବିଧାନ ତ କହିଲା ପୁଅ ଝିଅ ସମାନ, ଆଉ ପୁଅଟା ଯଦି 50 ବର୍ଷର ପୁଅଟା ଯଦି 30 ବର୍ଷର ଝିଅକୁ ବିବାହ କରିପାରୁଛି, 40 ବର୍ଷର ପୁଅଟା ଯଦି 25 ବର୍ଷର ଝିଅଟାକୁ ବିବାହ କରୁଛି, ତାହେଲେ 25 ବର୍ଷର ଝିଅଟା 25 ବର୍ଷର ପୁଅଟା କାହିଁକି 40 ବର୍ଷର ଝିଅଟାକୁ ବିବାହ ନ କରିପାରିବ? କି ଅଜବ ଯୁକ୍ତି ସେ କରୁଥାଏ। ତ ବିଶେଷ କରି ଦେଖାଯାଏ ଏହାର କାରଣ ହଉଛି ଯେ 1400 ମସିହା ପରଠାରୁ ମୋଗଲ ମାନଙ୍କର ପ୍ରାଧାନ୍ୟ ଯେବେ ବଢିଲା, 1800 ମସିହା ପରେ ବ୍ରିଟିଶ ଶାସନ ଆସିଲା, ଏମାନେ ସମ୍ପୂର୍ଣ୍ଣ ଆମର ବର୍ଣ୍ଣାଶ୍ରମ ଟାକୁ ଭାଙ୍ଗିଦେଲେ। ଆମର ବିବାହ ନୀତିଟାକୁ ବି କମ୍ପ୍ଲିଟଲି ମାନେ ଡେଷ୍ଟ୍ରୟ କରିଦେଲେ। ସେଥିପାଇଁ ଆଉ ଭଲ ପିଲା ବି ଜନ୍ମ ହେଲେ ନାହିଁ। ଏଇ ଯୋଉ ଅ ମାନେ ସଂସ୍କାର, ଏଠି ଯୋଉ ସଂସ୍କାର ସଂସ୍କୃତି କି ଭାଙ୍ଗିବା ଲୋକ ବହୁତ ଅଛନ୍ତି। ସେ ପାଠ ସାଠ ସବୁ ପଢିଛନ୍ତି। ଆମ ଓଡିଶାରେ ଜଣେ ସୁପ୍ରିମକୋର୍ଟର ବିଚାରପତି, ସେ ହିଁ ଲିଭ୍ ଇନ୍ ରିଲେସନସିପ କି ମାନ୍ୟତା ଦେଇଗଲେ। ଖୁବ ଆମେ ଯାହାକୁ ଏଜୁକେଟେଡ ବୋଲି କହନ୍ତି, ତଥାକଥିତ ଏଜୁକେଟେଡ ବୋଲି କହନ୍ତି। ତ ଗଭୀର ଭାବରେ ଦେଖିଲେ ୟା ପଛରେ ଜାଣିବେ କୋଉଠି ନା କୋଉଠି ସୂକ୍ଷ୍ମ ପ୍ରତିଲୋମ ଲୁଚିକି ରହିଛି ସେମାନଙ୍କ ଭିତରେ। ସେମାନେ ହୁଏତ ଉଚ୍ଚ ସଂସ୍କୃତି ଆଉ ନିଚ ସଂସ୍କୃତି ଆଉ ନିଚ ଜାତିରେ ତାଙ୍କ ମା ବିବାହ କରିନାହାନ୍ତି, କିନ୍ତୁ କୌଣସି ତାରତମ୍ୟ ଯଦି ରହିଛି, ଯେମିତି ଠାକୁର କହିଛନ୍ତି ଲେଥିଙ୍ଗ ଡେନିଆଲ ବୋଲି ଗୋଟେ କଥା କହିଛନ୍ତି, ଯୋଉଠି ସ୍ତ୍ରୀ ଟା ବହୁତ ମାତ୍ରାରେ ତା ସ୍ୱାମୀ ଟାକୁ ଅଗ୍ରାହ୍ୟ କରୁଛି, ଏକଦମ ମାନୁ ନାହିଁ, ସେଇ ଜାଗାରେ ବି ଏମିତି ସୂକ୍ଷ୍ମ ପ୍ରତିଲୋମ ଆସିଯିବ। ଆଉ ସେଇ ସୂକ୍ଷ୍ମ ପ୍ରତିଲୋମ ଗୋଟେ ବୃହତ ପ୍ରତିଲୋମର ରୂପ ନବ। ଏମିତି କିଛି କିଛି ଡିସିସନ, ଏମିତି କିଛି କିଛି ବିଦ୍ୟା, ଗୋଟେ ପ୍ରତିଲୋମ ଛୁଆ ଯେତେ ମାନି ଜ୍ଞାନୀ ବଳଶାଳୀ ହଉନା କାହିଁକି, ଠାକୁର କହିଲେ ଏମାନେ ବିକେନ୍ଦ୍ରିକ ହେବେ ହିଁ ହେବେ। ପ୍ରବୃତ୍ତି ଭୁଭୁକ୍ଷୁ ହୁଅନ୍ତି, ଉନ୍ମାଦ ପାଗଳ ହୁଅନ୍ତି, ଶ୍ରେଷ୍ଠକୁ ସମ୍ମାନ କରିବେ ନାହିଁ, ଅପକୃଷ୍ଟି ଦିଗରେ ଏଙ୍କର ଝୁଙ୍କ ରହିବ, ଇଏ ସବୁବେଳେ କନଫ୍ୟୁଜ ମାଇଣ୍ଡ ହେବେ, ସବୁ ଭଲ ବିରୁଦ୍ଧରେ ଏମାନେ ଯିବେ, କେତେବେଳେ କଣ କରିବେ ସେ ନିଜେ ବି ଜାଣନ୍ତି ନାହିଁ। ତ ଏମାନଙ୍କୁ ଯଦି କୌଣସି ପଦବୀ ଦେଇଦେବେ, କୌଣସି ମାନେ ପଲିଟିକାଲ ର ହଉ, ପଲିଟିକାଲି କୌଣସି ଗୋଟେ ପଦବୀ ଦେଇ ଦିଅନ୍ତୁ, କିମ୍ବା ଏମାନେ ଯୋଉ ପାଠ ପଢିଥାନ୍ତି ତଥାକଥିତ ବିଦ୍ୟା ଯୋଉ କରିଥାନ୍ତି, ପାଠ ତ ଜ୍ଞାନ ତ ନୁହେଁ, ସେଟା ହଉଛି ଡିଗ୍ରୀ ଧାରୀ ବିଦ୍ୟା। ସେଇ ଯୋଉ ବିଦ୍ୟା ପଢିକି ଯଦି କୌଣସି ଜାଗାରେ ରୁହନ୍ତି, ତାହେଲେ ଇଏ ସେଇ ପଦବୀର ମିସ ୟୁଟିଲାଇଜ କରିବେ, ସେଇ ବିଦ୍ୟାର ମିସ ୟୁଟିଲାଇଜ କରିବେ। ଏଟା ଆଡଭାୟା ସୁଲତାନ ମହମ୍ମଦ ଟୋଗଲଙ୍କ ଭଳିଆ ଆଙ୍କର ଆକ୍ଟିଭିଟିଜ ହବ। ଠାକୁରଙ୍କୁ ବହୁତ ଝିଅ ମାନେ ଯୋଉ ବହୁତ ମା ମାନେ ଯାଇକି ସେମାନେ ସ୍ୱୀକାରୋକ୍ତି କରିଛନ୍ତି, ଆଡମିଟ କରିଛନ୍ତି, ଯୌନ ମିଳନ ସମୟରେ ମୃତ୍ୟୁ ଯନ୍ତ୍ରଣା ଭଳିଆ ଏମାନଙ୍କର ଅବସ୍ଥା ହୁଏ। ଅଜ୍ଞାତ ସାରରେ ନାରୀର ଅନ୍ତର୍ନିହିତ ସତ୍ତା, ତାର ଇମୋସନାଲି ସେ ହୁଏତ ଭାବପ୍ରବଣ ହେଇକି ମ୍ୟାରେଜ କରିଦେଇଛି, କିନ୍ତୁ ତାର ଯୋଉ ଅନ୍ତର୍ନିହିତ ସତ୍ତା, ତା ରକ୍ତ ମାଂସ ଅସ୍ଥି ମଜ୍ଜା, ଇଏ କୌଣସି ମତେ ସେ ପୁରୁଷଟାକୁ ଗ୍ରହଣ କରିପାରେ ନା। ସାମୟିକ ଭାବ ପ୍ରବଣତାରେ ପଡିକି ବାହା ହେଇଯାଇଛି, କିନ୍ତୁ ଏଗୁଡାକ ତାକୁ ସହଜରେ ସ୍ୱୀକାର କରେନା, କାରଣ ତାର ଯୋଉ ଜିନିୟସ ସଂରଚନା, ତାର ଯୋଉ ବଡିର ଷ୍ଟ୍ରକ୍ଚର ହେଇଛି, ସେ ଷ୍ଟ୍ରକ୍ଚର ଟା ତାକୁ କୌଣସି ମତେ ସମର୍ଥନ କରିବନି।
ପୁଣି ଠାକୁର କହୁଛନ୍ତି ଏମାନେ ଅବିଶ୍ୱାସୀ ବହୁତ ବି ହୁଅନ୍ତି, ନିଜେ କାହାକୁ ବିଶ୍ୱାସ କରନ୍ତିନି, ଆଉ ଏମାନେ ବି କାହାର ବିଶ୍ୱାସ ଭାଜନ ହେଇପାରନ୍ତି ନାହିଁ, ଏଇ ଯୋଉ ପ୍ରତିଲୋମୀ ସନ୍ତାନ ମାନେ। ଯେହେତୁ ମୁହଁରେ ଗୋଟେ କଥା, କାମରେ ସମ୍ପୂର୍ଣ୍ଣ ବିପରୀତ, ତେଣୁ ବିଶ୍ୱାସ ହରାଇବାଟା ୟାଙ୍କର ସ୍ୱାଭାବିକ। ସପୋଜ ଗୋଟେ ଦେଖିବେ ନାରୀ ଜାତିର ସୁରକ୍ଷା ପାଇଁ ଏମାନେ ବହୁତ କଥା କୁହନ୍ତି। ନର୍ମାଲି ଦେଖୁଥିବେ ଆମ ମିନିଷ୍ଟ୍ରିରେ ବି ଏବେ ବି ପ୍ରତିଲୋମୀ ପଶିଛନ୍ତି, ସେ ବହୁତ ସୁରକ୍ଷାର କଥା କହୁଛନ୍ତି, ମାତୃ ଜାତିର ସମ୍ମାନ କଥା କହିବେ, କିନ୍ତୁ ଯଦି ସମୟ ସୁଯୋଗ ମିଳିଲା ଗୋଟେ ଝିଅକୁ ପାଶବିକ ଅତ୍ୟାଚାର କରିବାକୁ ଏମାନେ ପଛେଇବେ ନାହିଁ। କାହିଁକି ନା ୟାଙ୍କର ଗୋ ବିଟୁଣି ଟା ପ୍ରବଳ, ୟାଙ୍କ ମୁହଁର ଗୋଟେ କଥା, ୟାଙ୍କ କାର୍ଯ୍ୟର ସମ୍ପୂର୍ଣ୍ଣ ବିପରୀତ। ତାକୁ କହିଲେ ଗୋଟେ ପର୍ବତ, ହିମାଳୟ ପର୍ବତକୁ ତମେ କହିଦେଇ ପାର ସେ ଉତ୍ତର ମେରୁରୁ ଆସିକି ଦକ୍ଷିଣ ମେରୁରେ ପହଞ୍ଚି ଯାଇଛି, ଦକ୍ଷିଣ ପଟରେ ଆସିକି ପଡିଛି, ମୁଁ ବିଶ୍ୱାସ କରିମି। କିନ୍ତୁ ଗୋଟେ ପ୍ରତିଲୋମୀ ସନ୍ତାନ, ତାର କିଛି ପରିବର୍ତ୍ତନ ହେଇଛି, ସେ କିଛି ଭଲ କାର୍ଯ୍ୟ କରିଛି, ମୁଁ ଏଇ କଥା ଆଦୌ ବିଶ୍ୱାସ କରିପାରିବିନି। ମାନେ ମାନେ କୁହା ମୁଣ୍ଡା କପିଳା ଏଗୁଡାକୁ ଯୋଉ କହନ୍ତି। ତାପରେ କହିଛନ୍ତି ଏଇଗୁଡାକ ହଉଛନ୍ତି ସର୍ବନାଶୀ ବୁଦ୍ଧି। ଠାକୁର କହିଲେ ଗୋଟେ ସ୍ପର୍ମ ବା ଶୁକ୍ର କୀଟ ଗୋଟେ ଡିମ୍ବକୋଷ ତୁଳନାରେ ଲେସ୍ ଏଭଲ୍ଭ ଆଉ ସ୍ୱଳ୍ପ ବିବର୍ତ୍ତିତ ହୁଏ। ଆଉ ଏଇ ଯୋଉ କମଜୋରି ଶୁକ୍ର କୀଟକୁ ଯଦି ଅପେକ୍ଷାକୃତ ତା ଠାରୁ ବେଶୀ ବିବର୍ତ୍ତିତ ଡିମ୍ବକୋଷକୁ ଫର୍ଟିଲାଇଜ ବା ଜୀବନ ଦାନ କରିବାକୁ ହୁଏ, ତାହେଲେ ଆମର ଯୋଉ ପ୍ରାକୃତିକ ନିୟମ ଅଛି, ଯୋଉ ନେଚୁରାଲ ଲ ଅଛି, ସେ ଲ ଉପରେ ଗୋଟେ ବଳାତ୍କାର କରାହୁଏ। ଆଉ ଏତେ ବଡ ଗୋଟେ ପ୍ରକୃତି ବିରୋଧୀ ଚେଷ୍ଟା, ଚେଷ୍ଟା ତ ନୁହେଁ, ଏଟା ଅପଚେଷ୍ଟା, ଗୋଟେ ମାନେ ଅନାଥ ସୃଷ୍ଟିର କାରଣ ହେଇକି ଛିଡା ହୁଏ। ସୃଷ୍ଟି ଅନାଥ ସୃଷ୍ଟି ଯୋଉ କଥା କହନ୍ତି, ଅନାଥ ସୃଷ୍ଟିର କାରଣ ହେଇଯାଏ ଏଟା। ତେଣୁ ଏଇ ସନ୍ତାନ ମାନେ ସତ୍ତା, ଇଷ୍ଟ, କୁଷ୍ଟିକୁ ଇଏ ପ୍ରଚଣ୍ଡ ମାତ୍ରାରେ ବିରୋଧ କରେ, ପ୍ରତିବାଦ କରେ। ଭଲ ଯା ତାକୁ ସିଏ ନଷ୍ଟ ନ କଲା ପର୍ଯ୍ୟନ୍ତ, ସେ ଭାବେ ଏଇ ଭଲଟାକୁ ନଷ୍ଟ ନ କଲା ପର୍ଯ୍ୟନ୍ତ ମୋ ଜୀବନଟା ନଷ୍ଟ ହେଇଗଲା। ଏଙ୍କ ଜୀବନ ଆଉ କିଛି ବୋଧେ ମାନେ ନାହିଁ, ଏ ଭଲ ଜୀବନକୁ ନଷ୍ଟ ନ କଲା ପର୍ଯ୍ୟନ୍ତ, ଭଲ ଯା ତା ବିରୁଦ୍ଧରେ ଯାଇକି ତାକୁ ଖିନଭିନ ନ କଲା ପର୍ଯ୍ୟନ୍ତ, ସେ ଭାବନ୍ତି ଆମ ଜୀବନର ଆଉ କିଛି ମାନେ ରହିଲା ନାହିଁ। ଯେ ପର୍ଯ୍ୟନ୍ତ ନଷ୍ଟ ନ କରିଛନ୍ତି, ଠାକୁର କହିଲେ ସେ ଗୋଟେ ଏଇ ୱାର୍ଡ ଲଗେଇଛନ୍ତି, ଉଦଗ୍ର ଆଗ୍ରହ। ଆଉ ପ୍ରଚଣ୍ଡ ଦୀପ୍ତି ନେଇକି ଚାଲୁଥିବେ। ଚିନ୍ତା କରନ୍ତୁ ତାଙ୍କ ଆଗ୍ରହ, ତାଙ୍କ ଶକ୍ତିଟା କୋଉ ଜାଗାକୁ ସେ ୟୁଟିଲାଇଜ କରିବାକୁ ତାଙ୍କୁ ଟାଣୁଛି। ତେଣୁ ସମାଜର ଇଏ ଯୋଉଠି ସ୍ଥାନ ପାଇବେ, ସେ ଭଲ ମଣିଷ ଗୁଡାଙ୍କୁ କଣ୍ଟାମିନେଟ କରିଦେବେ, ମାନେ ସଂକ୍ରମଣ କରି ପକେଇବେ। ଯେମିତି ମାଛି ସବୁ ଚାରିପଟର ବସିକି ସମସ୍ତଙ୍କ ଖାଦ୍ୟର ସବୁ ମାନେ କଣ୍ଟାମିନେଟ ସଂକ୍ରମଣ କରି ପକାଏ, ଇଏ ସେଗୁଡା ସବୁ ଭଲ ମଣିଷକୁ ବି ସଂକ୍ରମିତ କରିଦେବେ। ଠାକୁର କହିଲେ, ପୁଣି କହିଲେ ସ୍ୱଳ୍ପ ବିବର୍ତ୍ତିତ ଶୁକ୍ର କୀଟ ଅଧିକତର ବିବର୍ତ୍ତିତ ଡିମ୍ବକୋଷର ଜୀବନଦାରୀ, ଜୀବନ ଦାନକାରୀ ଶକ୍ତି ହିସାବରେ ଯେତେବେଳେ କାମ କରିବାକୁ ଯାଏ, ସେତେବେଳେ କଣ ହୁଏ ନା, ସେଠି ସିଏ ଓଭାମ ଟା ସେ ସ୍ପର୍ମ ଟାକୁ ଚିହ୍ନି ପାରେ, ଜାଣିପାରେ, ସେ ତାକୁ ରିପେଲ କରେ, ପ୍ରତିରୋଧ କରେ। ଆଉ ମିଳନ ସମୟର ଏଇ ଯୋଉ ଦ୍ୱନ୍ଦ୍ୱଟା ଯେତେବେଳେ ଉପୁଜେ, ସେଇ ଦ୍ୱନ୍ଦ୍ୱ ଫଳରେ ସନ୍ତାନ ମାର ଭଲଟା ପାଏ ନା, କି ବାପର ବି ଭଲଟା ପାଏ ନା। ତେଣୁ ବାପା ମାଙ୍କର ଯୋଉ ବୀଜର ଯୋଉ ବୈଶିଷ୍ଟ୍ୟ, ବାପାର ଧର ସବୁ ପଜିଟିଭ ବୈଶିଷ୍ଟ୍ୟ କିଛି ଅଛି, ସେଇ ବୈଶିଷ୍ଟ୍ୟଟା ଯେତେବେଳେ ସେଇ ଓଭାମ ସଂସ୍ପର୍ଶରେ ଆସେ, ସେ ଓଭାମ ଟା ଯେହେତୁ ଶକ୍ତିଶାଳୀ, ସେ ତାର ସେ ପଜିଟିଭ ଜିନିଷ ଗୁଡାକୁ ନଷ୍ଟ କରି ପକାଏ। ତେଣୁ ନେଗେଟିଭ ଟା ପ୍ରୋମିନେଣ୍ଟ ହେଇ ଉଠେ। ତେଣୁ ସନ୍ତାନଟା ଗୋଟେ କିମ୍ଭୂତ କିମ୍ବାକାର ପଦାର୍ଥରେ ପରିଣତ ହୁଏ। ଆଲୋଚନା ପ୍ରସଙ୍ଗର ଚତୁର୍ଥ ଖଣ୍ଡରେ ଏକଥା ସେ କହିଛନ୍ତି। ତାପରେ କହିଲେ ଏମାନେ ନିଜର ପ୍ରବୃତ୍ତି ପୂରଣ ପାଇଁ ପାଗଳ ପ୍ରାୟ ହେଇ ଉଠନ୍ତି। ଗୋଟେ କିଛି ଜିନିଷ ଯୋଉଟା ତାଙ୍କ ପ୍ରବୃତ୍ତି ଚାହିଁଲା, ତାକୁ ଚରିତାର୍ଥ ନ କଲା ପର୍ଯ୍ୟନ୍ତ ଏମାନଙ୍କର ପାଗଳାମି ଷ୍ଟାର୍ଟ ହେଇଯାଏ। ଅପରାଧ ପ୍ରବଣତା ୟାଙ୍କ ବଂଶଧାରାରେ ପ୍ରବାହିତ হয়, ମାନେ କ୍ରିମିନାଲ ରନ୍ସ ଇନ ସୋସାଇଟି। କ୍ରିମିନାଲ ଦେଖିବେ ଆପଣ, ଏଇ ଯୋଉ ଯେହେତୁ ଠାକୁର କହୁଛନ୍ତି ଏଇଟା ଗୋଟେ ଜନ୍ମରୁ ସଂଶୋଧନଟା ହୋଇପାରିଲା ନାହିଁ, ଯେ ପର୍ଯ୍ୟନ୍ତ ତାଙ୍କ ଶରୀର ଥିବ, ସେ ଶରୀର ନ ବଦଳେଇକି ଆସିଲା ପର୍ଯ୍ୟନ୍ତ ସେ ଶାରୀରିକ ଛାଞ୍ଚରେ କୌଣସି ପ୍ରକାର ପରିବର୍ତ୍ତନ ହବା ସମ୍ଭବ ନୁହେଁ। ପୁଣି କହିଲେ ଯେହେତୁ ଅପରାଧ ପ୍ରବଣତା ୟାଙ୍କ ବଂଶଧାରାରେ ପ୍ରବାହିତ, ତେଣୁ ଆଇନ କରିକି ଏମାନଙ୍କୁ ବିବାହଟା ବନ୍ଦ କରିଦବା ଭଲ, ଏମାନଙ୍କୁ ଗୋଟେ ବାହ୍ୟ ଜାତି କରିଦବା ଭଲ। ଆପଣ କିଛି ଦିନ ତଳେ ଦେଖିବେ ଯୋଉ ଜୁଭେନାଇଲ ଟା ରେପ କରିଥିଲା, ଯୋଉ ନିର୍ଭୟା କେସ୍ ଦିଲ୍ଲୀର ହେଇଥିଲା, ବହୁ ଚର୍ଚ୍ଚିତ। ସେ ଜୁଭେନାଇଲ ଟା କି କଦର୍ଯ୍ୟ କାଣ୍ଡ କରିଥିଲା, ରେପ କରିସାରିଲା ପରେ ସେ ଯୋଉ ମା ଟା ବା ସେ ଯୋଉ ଝିଅଟା ସାଙ୍ଗରେ ସେ କିଭଳିଆ କଦର୍ଯ୍ୟ କରିଥିଲା। ଆଜି ବର୍ତ୍ତମାନ ତାକୁ ବାଳ ସୁଧାର ଗୃହରେ ଛଡା ହେଇଛି, ତାର ଅବସ୍ଥା କଣ? ସେମାନେ ବଦଳିବେନି। ସେ ବାଳ ସୁଧାର ଗୃହରୁ ବାହାରି ସାରିଲା ପରେ ସେମାନେ ଆହୁରି କିଛି କାମ କରିବେ। କିଛି ଦିନ କଳେ ଏଇ ଯୋଉ ଗୋଟେ ଇଂଲିଶ ମିଡିୟମ ସ୍କୁଲ ଡିଏଭି ସ୍କୁଲର ଗୋଟେ ଅଷ୍ଟମ କ୍ଲାସର ପିଲାଟା ମାରି ଦେଇଥିଲା ତାର ଗୋଟେ ସାଙ୍ଗକୁ, ଗୋଟେ ଛୁରୀ ଭୋଜି ଦେଇଥିଲା। ତାକୁ ଯେତେବେଳେ ସାମ୍ବାଦିକ ମାନେ ଯାଇକି ପ୍ରଶ୍ନ କରୁଛନ୍ତି, ତାର ଟିକେ ମାନେ ଯୋଉ ଅନୁତାପ ନଥିଲା। ସେ କହୁଛି ମାନେ ବଦମାସି ହେଲା, ମାରିଦେଲି, ଅଧିକା ହଉଥିଲା ଭୁଷି ଦେଲି, ମାନେ କୌଣସି ରିଆକ୍ସନ ନଥିଲା। ତେଣୁ କ୍ରିମିନାଲିଟି ଯୋଉ କଥା କହିଲେ, ରନ୍ସ ଇନ ଫ୍ୟାମିଲି, ୟାଙ୍କ ରକ୍ତ ଧାରାରେ ପ୍ରବାହିତ ହେଇଥାଏ ଅପରାଧ ପ୍ରବଣତା। ଆଖି ବୁଝିକି ଧରି ନେବେ ଏଇ ମାନେ ହଉଛନ୍ତି ପ୍ରତିଲୋମୀ ସନ୍ତାନ ବୋଲି।
ପୁଣି ଏଇ ଯୋଉ ପୁରୁଷ ଛୁଆଙ୍କର ଆଉ ଗୋଟେ ଲକ୍ଷ୍ୟ କଣ, ଖୁବ ସୁନ୍ଦର ଭଲ ଉଚ୍ଚ ବଂଶର ଝିଅ ମାନଙ୍କ ପ୍ରତି ଗୋଟେ ଲୁବ୍ଧ ପ୍ରବଳ ଆକର୍ଷଣ ଏମାନଙ୍କର। ଏମାନେ ସୁନ୍ଦର ଆଉ ଉଚ୍ଚ ବଂଶ ଝିଅକୁ ଦେଖିଲେ ଏମାନଙ୍କର କାମ ପ୍ରବୃତ୍ତି ଏତେ ପ୍ରବଳ ହେଇଯାଏ ଯେ ସିଏ ପ୍ରାୟ ମାନେ ପାଗଳାମି କରିକି ତାଙ୍କ ପଛରେ ପଡିଯାଆନ୍ତି। ସେ ଝିଅକୁ ସେ ନିଜ କଣ୍ଟ୍ରୋଲ ନିଜ ବଶକୁ ନ ଆଣିବା ପର୍ଯ୍ୟନ୍ତ ସେ ଭାବନ୍ତି ଏଇଟା ଗୋଟେ ଆମର ବିରାଟ ବଡ ଫେଲୁଅର। ବିବାହ ବିଧାନର 234 ବାଣୀରେ ଠାକୁର ଏଇଟା କହୁଛନ୍ତି। ଆଉ ଏଥିପାଇଁ ଇଏ ମଶା ଡାଁସ କାମୁଡା ଖାଇ ଦିନ ଦିନ ରାତି ରାତି ଏମାନେ ଅପେକ୍ଷା କରନ୍ତି ସେ ଝିଅଟାକୁ କଣ୍ଟ୍ରୋଲ କୁ ଆଣିବା ପାଇଁ, ତାକୁ ମାନେ ବଶକୁ ଆଣିବା ପାଇଁ। ବିଭିନ୍ନ ଏଇ ୱାର୍ଡ ଠାକୁର ୟୁଜ କରନ୍ତି, ମାନେ ପରମପିତା ୟୁଜ କରୁଛନ୍ତି ଏଇ ୱାର୍ଡିଂ। ବିଭିନ୍ନ ଅଶ୍ଳୀଳ ଇଙ୍ଗିତ କରିବା, ଲାଇନ ମାରିବା। ଠାକୁର କହୁଛନ୍ତି ଝିଅ ପିଲାକୁ ଦେଖିଲେ ହିଁ ବିକୃତ ସ୍ୱରରେ କହେ କି ଗୋ ରୂପସୀ। ପୁଣି କହୁଛନ୍ତି ମଦ ଖାଏ ହୁଏତ ଆହୁରି ଅନେକ କିଛି କରିପାରେ। ତେଣୁ ସମାଜର ଯୋଉ ବର୍ତ୍ତମାନ ଦେଖିବେ ପରକ୍ରିୟା ପ୍ରୀତି ସଂକ୍ରାମକ ବ୍ୟାଧି ଭଳିଆ ବ୍ୟାପି ଚାଲିଛି। ଯୁବକ ଯୁବତୀ ମଧ୍ୟ ବୟସ୍କ ବୁଢା ବୁଢୀ ଏ ସମସ୍ତେ ଯୋଉ ଏଇ ବ୍ୟାଧିର ଶିକାର, ଏ କ୍ଷେତ୍ରରେ ମଧ୍ୟ ଏଇ ପ୍ରତିଲୋମ ଆଉ ଜନନ ବିଭ୍ରାଟ ହଉଛି ମୁଖ୍ୟ ମାନେ କାରଣ। ଏଇ ପରକ୍ରିୟା ପ୍ରୀତିରେ କଣ ହଉଛି ନା, ଜଣେ ଦେଖୁନାହିଁ ଯାହାକୁ ଶରୀରର ଆକର୍ଷଣରେ ସେ ନିଜର କରି ନଉଛି, ୟା ସବୁ ଦିଗ ଦେଇ ସେ ତା ପାଇଁ ଯୋଗ୍ୟ ବୋଲିକି ଭାବୁଛି, କିନ୍ତୁ ସେ ଯୋଗ୍ୟକୁ ନୁହେଁ ଏଇଟା ତା ମାନେ ବିଚାରଧାରା ଭିତରକୁ ଆସୁନାହିଁ। ସେ ବିବାହିତ କି ଅବିବାହିତ କି ସାନ କି ବଡ, ଆମେ ଯୋଉ ସମାଜର ନେଇକି ବଞ୍ଚିଛେ ଆମର ଗୋଟେ ସାମାଜିକ ଡ୍ୟୁଟି ଅଛି ଯେ ଇଏ ମୋର ମାନେ ମାତୃସ୍ଥାନୀୟ ହବ, ଇଏ ମୋର ଭଉଣୀ ହବ, ଇଏ ମୋର ମାଇଁ ହବ। ପୁଣି ଝିଅ ମାନଙ୍କ କ୍ଷେତ୍ରରେ କିଏ ପୁତୁରା କିଏ ଭଣଜା ହବ। ଏଇ ହିସାବରେ ଏଇ ଯୋଉ ଜିନିଷ ଗୁଡାକ ତାଙ୍କ ନଜରକୁ ଆସେନା। ସେ ଦେହର କ୍ଷୁଧାରେ ଅତିଷ୍ଠ ହେଇକି ସେ ଦେଖିପାରନ୍ତିନି ତାଙ୍କୁ ଆକର୍ଷିତ କରୁଥିବା ମଣିଷଟା ଯିଏ ସାମ୍ନାରେ ଅଛି ସେ କିଏ। ତ ଏଇଗୁଡାକ ପ୍ରବଳ ମାତ୍ରାରେ ବର୍ତ୍ତମାନ ଗୋଟେ ସାମ୍ପ୍ରତିକ ସମାଜର ଚିତ୍ର। ବର୍ତ୍ତମାନ ଯୋଉ ନୂଆ ନୂଆ ରୋଗ ବ୍ୟାଧି ସବୁ ସୃଷ୍ଟି ହଉଛି, ୟା ପ୍ରଚ୍ଛଦ କାରଣ ବି ହଉଛି ଏଇ ଯୋଉ ପ୍ରତିଲୋମୀ ମାନଙ୍କର ଅବାଞ୍ଛିତ ମିଶ୍ରଣ। ଆଉ ଏ ରୋଗକୁ ଚିକିତ୍ସା ପଦ୍ଧତିକୁ ୟାର ଯୋଉ ଟ୍ରିଟମେଣ୍ଟ ହବ, ଏ ଟ୍ରିଟମେଣ୍ଟ ଡକ୍ଟର ମଧ୍ୟ ଖୋଜିକି ପାଉନାହାନ୍ତି। ଡାକ୍ତରୀ ସିଲାବସ ପାଠରେ ଏ ରୋଗ ନାହିଁ। ତ ପ୍ରତିଲୋମ ସମ୍ବନ୍ଧ ଟା, ପ୍ରତିଲୋମର ଯୋଉ ଇମ୍ପାକ୍ଟ ଟା ସେ କେମିତି ଭାବରେ ମାନେ ପ୍ରତିଫଳିତ ହେଉଛି ସମାଜରେ, ବହୁ ମାତ୍ରାରେ ମାନେ ବର୍ତ୍ତମାନ ଚାଲିଛି ଏଠି। ତାପରେ କହିଲେ ଠାକୁର କହିଲେ ଆତ୍ମମର୍ଯ୍ୟାଦା ବୋଧ ଏମାନଙ୍କର ଟୋଟାଲ ନଥାଏ। ମୋର କଣ କରିବା ଉଚିତ କଣ କରିବା ଉଚିତ ନୁହେଁ, ଏଇ ଯୋଉ ସେଲ୍ଫ ରିଗାର୍ଡିଂ ସେଣ୍ଟିମେଣ୍ଟ, ଯେହେତୁ ରକ୍ତର ଦୋଷ ରହିଛି ସେଇଟା ତାଙ୍କର ଟୋଟାଲି କମି ଯାଇଥାଏ। ପିତୃକୂଳର ଇଏ ସବୁ ନଷ୍ଟ କରିଦବା କିମ୍ବା ଡାଇଭର୍ଟ କରିଦବା ପାଇଁ ଏମାନେ କରିଦେବେ। ପିତୃକୂଳରେ ସବୁ ନଷ୍ଟ କରିଦେବେ, ଡାଇଭର୍ଟ କରିଦେବେ। ଆଉ ମାତୃକୂଳ ଉପରେ ଏଙ୍କର ପ୍ରଚଣ୍ଡ ରାଗ। ଯେ ଠାକୁର କହିଲେ ସାପ ଭିତରେ ଯେମିତି ତମ୍ପ ସାପ ଅତି ହିଂସ୍ର। ଦୀପରଖି ଚତୁର୍ଥ ଖଣ୍ଡରେ ଏଇ କଥା କହୁଛନ୍ତି। ଠାକୁର ଯେମିତି ତମ୍ପ ସାପ କଣ କରେ, ଗୋଡେଇ ଗୋଡେଇ ପିଛା କରିକି କାମୁଡିବ। ସେ ମନ୍ତ୍ର ମାନେ ନା। ଗୋଟେ ଦେଖିବେ ଆମ ଗାଁରେ କୁହାଯାଏ ଆମର ଗାଉଁଲି ଇଏରେ, ଅଢେଇ କିଆରିଆ ତମ୍ପ। ସେ ଅଢେଇ କିଆରି ପର୍ଯ୍ୟନ୍ତ ଗୋଡେଇବ। ଅଢେଇ କିଆରି ପର୍ଯ୍ୟନ୍ତ ଯେତେବେଳେ ଦୌଡିକି ଯେତେବେଳେ ପାରିବନି, ସେ କଣ କରିବ ନା ତା ରାଗ ଏତେ, ସେ ବିଷ ଗୁଡାକୁ ସେଇଠି ଦି ଚାରି ଚଟା ପକେଇକି ସେଠି କାଢିଦବ ବିଷ ଗୁଡାକୁ, ତାପରେ ସେ ବେକ୍ କରିବ। ଆଉ କିନ୍ତୁ କୋବ୍ରା ଆମର ଯୋଉ ନାଗ ଗୋଖର ଯୋଉମାନଙ୍କ ମଥାରେ ଯୋଉ ଏଇ ଯୋଉ କୁହନ୍ତି ପାଦ ଅଛି ଆମର ଶ୍ରୀକୃଷ୍ଣଙ୍କର, ସେମାନେ ଦେଖିବେ ସେମାନଙ୍କୁ ଆପଣ ଆଘାତ ନ କରିବା ପର୍ଯ୍ୟନ୍ତ ସେ କେବେ ଏତେ ହିଂସ୍ର ହେବେନି। ଆଉ ତମ୍ପ କିନ୍ତୁ ଦେଖିଲେ ସେ ଉଡେଇବ। ତେଣୁ ଇଏ ହଉଛନ୍ତି ସେ ଯୋଉ ତମ୍ପ। ଆଉ ଲୋଭି ପ୍ରବଳ, ଏମାନେ ଏତେ ଲୋଭି, ଏମାନେ ସାମାନ୍ୟ ଲୋଭ ପାଇଁ ଏ ଦେଶ ଜାତିକି ବି ବିକ୍ରି କରିଦେବେ। ଆପଣ ଇତିହାସକୁ ଦେଖନ୍ତୁ, 1600-1700 ସମସ୍ତେ ସେତେବେଳେ ସବୁ କୌଳିକ ବୃତ୍ତି କରୁଥିଲେ। ଯିଏ ତାର ବାରିକ କାମ କରୁଥିଲା, ବଢେଇ କାମ କରୁଥିଲା, ବଣିଆ କାମ କରୁଥିଲା। ତ ଏଇ ସବୁ ଟାଇପ ର ଥିଲା କାମ। ସେତେବେଳେ ଚାକିରି ବାକିରିର ଏତେ ପ୍ରାଧାନ୍ୟ ନଥିଲା। ତ ସେତେବେଳେ ରବର୍ଟ କ୍ଲାଇଭ ଆଉ ଆମର ଯୋଉ ଆସିଥିଲେ ଜନ୍ ହେଲ୍ଟନ ବୋଲି ଜଣେ ଗୋଟେ ଡାକ୍ତର ଆସିଥିଲେ। ସେ ଆସିକି ଯେତେବେଳେ ଦେଖିଲେ, ସେତେବେଳେ ମୁସଲିମଙ୍କର ସମ୍ରାଟ ଥିଲେ ଜାହାଙ୍ଗୀର। ଯଦିଓ ସିରାଜଉଦ୍ଦୌଲାଙ୍କ ପଲାସି ଯୁଦ୍ଧ ଇଂରେଜ ମାନଙ୍କ ମୂଳ ଭିତ୍ତି ସ୍ଥାପନ କରିଥିଲା, କିନ୍ତୁ ତା ପୂର୍ବରୁ ଇଏ ଆସିକି ସବୁ ଆସ୍ଥା ଜମେଇଲେଣି। ଅନେକାଂଶରେ ଆଉ ଆମର ଏଇ ଯୋଉ ମାନେ ଆସିବାଟା, ତାଙ୍କୁ ପୁଣି ଏଠିକି ଆଣିବାଟା, ୟା ତାଙ୍କର ପ୍ରଭାବ ବିସ୍ତାର କରିବା, ୟା ତାଙ୍କର ମୂଳ ଭିତ୍ତି ସ୍ଥାପନ କରିବା କ୍ଷେତ୍ରରେ ବି ତାଙ୍କୁ ଏଇ ପ୍ରତିଲୋମୀ ମାନେ ହିଁ ସାହାଯ୍ୟ କରିଛନ୍ତି। ଏଇ ଯୋଉ ଜାହାଙ୍ଗୀରଙ୍କର ଗୋଟେ ଝିଅ ଥିଲା, ଏ ଯୋଉ ଜନ୍ ହାଲ୍ଟନ ଆସିଥିଲା, ଆମର ଯୋଉ ନର୍ମାଲ ୟୁନାଇନ ଆୟୁର୍ବେଦିକ ମେଡିସିନ ଥିଲା, ସେ ତାକୁ ଗୋଟେ କି ରୋଗ ହେଇଥିଲା, ତାକୁ କୌଣସି ମତେ ଆଉ ଭଲ କରିପାରିଲେ ନାହିଁ। ସେ ଯୋଉ ହାଲ୍ଟନ ଆସିଥିଲେ, ସେ ଗୋଟେ ଏଲୋପାଥିରେ ମେଡିସିନ ଦେଇକି ଭଲ ହେଇଗଲେ। ଜାହାଙ୍ଗୀର ତାକୁ ବିଜନେସ କରିବା ପାଇଁ ପରମିଶନ ଟା ଦେଇଥିଲେ।
ସେଠୁ ସେ କଣ କଲେ ନା ଷ୍ଟାର୍ଟିଂ ରୁ ଆରମ୍ଭ କରିଦେଲେ ସୁନା ରୂପା ସବୁ ଲୁଣ୍ଠନ କରିବା ଷ୍ଟାର୍ଟ କରିଦେଲେ। ଏଇ କଥାଟା ଯେତେବେଳେ ଜାହାଙ୍ଗୀରଙ୍କ ପାଖରେ ପଡିଲା ସେମାନଙ୍କୁ ଖୋଜି କାଣିକି ମୃତ୍ୟୁଦଣ୍ଡର ଅର୍ଡର ଦେଇଦେଲେ। କିନ୍ତୁ ଆମର ସେଠି କିଛି ଯୋଉ ଚୁଗୁଲିଆ ପ୍ରତିଲୋମୀ ବଦମାସି ଥିଲେ ସେମାନେ କିଛି ସୁନା ରୂପା ଅଳଙ୍କାର ଲାଞ୍ଚ ଦେଇକି ତାଙ୍କୁ କୁହାଯାଏ ଗୋଟେ ସବାରିରେ ସେ ତାଙ୍କୁ ପୁରେଇକି ନେଇ ଯାଇଥିଲେ କାନ୍ଧେଇକି ନେଇକି ଛାଡି ଦେଇଥିଲେ ଆଉ ସିଏ ଖସିକି ପଳେଇଲେ। ତାପରେ ତାଙ୍କର ଦଳ ବଳ ନେଇକି ପୁଣି ଥରେ ଆହୁରି ସୁଦୃଢ ହେଇକି ଆସିକି ପଲାସି ଯୁଦ୍ଧ କଲେ। ସେତେବେଳକୁ ସିରାଜୁଦ୍ଦୌଲା ଶାସନ କଲେ 200 ବର୍ଷର ଶାସନ କଲେ। ଆମ କୂଳ କୃଷ୍ଟି ଐତିହ୍ୟ ଆମ ବିବାହ ପରମ୍ପରା ଆମ ଶିକ୍ଷା ମାନେ ବ୍ୟବସ୍ଥା ସବୁକୁ ଚୁରମାର କରିଦେଲେ। ଏଇ ମୂଳରେ ରହିଛି ଏଇ ପ୍ରତିଲୋମୀ ମାନଙ୍କର ବେଇମାନି। ତେଣୁ ଯୋଉଟା କହନ୍ତି ଯେ ଖାଲି ନିଚ ବର୍ଣ୍ଣର ପୁରୁଷ ଟାକୁ ଉଚ୍ଚ ବର୍ଣ୍ଣର ସ୍ତ୍ରୀ ଟା ବିବାହ କଲେ ପ୍ରତିଲୋମ ହବ ତା ବି ନୁହେଁ। ଏହା ସହିତ ଯୋଉ ସ୍ତ୍ରୀର ସ୍ୱାମୀ ପ୍ରତି କୌଣସି ଶ୍ରଦ୍ଧା ରହୁନି ସମ୍ମାନ ରହୁନି ନାରୀ ତା ସ୍ଵାମୀର ମନୋବୃତ୍ତିର କୌଣସି ମତେ ଉତ୍କର୍ଷଣୀୟ ହଉନି ସେଠି ମଧ୍ୟ ପ୍ରତିଲୋମ ହୁଏ। ପିଲା ଦେଖିବେ ଜନ୍ମରୁ କିଳିବ ମୂଢ ହେଇଯାଏ ତାର କାମ ଉତ୍ତେଜନା କମ ମାନେ ନହେବା କିମ୍ବା ଖୁବ କମ ହେବା। ଦେଖିବେ ଅନେକ ସ୍ଥାନରେ ବାହାଘର ହଉଛି ଜଷ୍ଟ ପରେ ପରେ ଝିଅଟା ମାନେ ଗୋଟେ ସାମ୍ପ୍ରତିକ ଚିତ୍ର ମୁଁ କହୁଛି ଏଇ ଯୋଉ ଝିଅ ସାଇଡ ରୁ ମାକ୍ସିମମ୍ କମ୍ପ୍ଲେନ ଆସିବ ଏଇ ପୁଅଟା ନପୁଂସକ। ବେଳେ ବେଳେ ସେମ କମ୍ପ୍ଲେନ ପୁଅ ସାଇଡ ରୁ ଆସିବ ଝିଅର କୌଣସି ଇଣ୍ଟରେଷ୍ଟ ନାହିଁ ମୋ ସହିତ ମିଶିବାର। ଏଇ ଯୋଉ ଟାଇପ ର ପ୍ରୋବ୍ଲେମ ଯୋଉଠି ସ୍ତ୍ରୀ ଟା ସ୍ଵାମୀକୁ ଅଗ୍ରାହ୍ୟ କରିଥାଏ ତାଙ୍କରି ପିଲାମାନେ ଏମିତି ହୁଅନ୍ତି। ସେଠି ବି ପ୍ରତିଲୋମ ରହେ। ଠାକୁର ଏହାକୁ କହୁଛନ୍ତି ଥାସିଂ ଡେନିଆଲ ବୋଲି ଗୋଟେ ୱାର୍ଡ କରିଛନ୍ତି ମାନେ ନିଷ୍ଠୁର ଅଗ୍ରାହ୍ୟ। ଏଇ କ୍ଷେତ୍ରରେ ହିଂସା ପ୍ରବଣ ଦୋଷ ଦୁଟି ସମ୍ପନ୍ନ ମାନେ ଛୁଆ ଗୁଡାକ ଜନ୍ମ ହୁଅନ୍ତି। ଏଠି ଏଇ ଯୋଉ ଅସ୍ୱାଭାବିକ ମିଳନ ଯୋଗୁ ଯୋଉଠି ଏଇ ଥାସିଂ ଡେନିଆଲ ଟା ରହିଛି ସେଠି ଦେଖିବେ ମାନେ କହନ୍ତି ନା ଯୋଉଟା ପାଗଳ କି ସେଟା ମୂର୍ଖଟା କି ଜଡଟା କି ଏଇ ଯୋଉ ଟାଇପ ର ୱାର୍ଡିଙ୍ଗ ଗୁଡାକ ଆମେ ୟୁଜ କରନ୍ତି ଏଇ ଟାଇପ ର ଏଇ ମସ୍ତିଷ୍କ ଧାରୀ ପିଲାମାନଙ୍କର ସଂଖ୍ୟା ସେଠି ବଢିଯାଏ। ତ ଟାଇମ ବୋଧେ ହେଇଗଲେଣି ତ ହୀନମନ୍ୟ ଗର୍ବେକ୍ସ ଆଉ ଗୋଟେ କହୁଛନ୍ତି ଇନଫେରିୟରିଟି ଯୋଉଟା ହେତୁ ଏମାନଙ୍କର ମାନେ ବହୁତ ଗର୍ବ ନିଜକୁ ଖୁବ ବଡ ଭାବନ୍ତି। ମୁଁ ଯାହା କହୁଛି ଠିକ ମୁଁ ଭଲ ମୁଁ ମହାନ ଆଉ ମୋର ଏଇଟା ଅଛି ମୋର ସେଇଟା ଅଛି ଏଇ ସବୁକୁ ଗର୍ବ କରି ଖୁବ ବଡ ବଡ କଥା ଅନ୍ୟ କାହାର କଥା ହିଁ ଶୁଣିବେ ନାହିଁ। ପୁଣି କହିଲେ ମାନେ ଏମାନେ ଅବାଧ୍ୟ ମାନେ ସାଇ ପଡିଶା କାହାକୁ ମାନିବେ ନାହିଁ ଅତି ଉଦ୍ଧତ ସବୁବେଳେ ଫିଙ୍ଗା ଫୋକଡା ସାଇ ପଡିଶା ସମାଜ ପରିବାରରେ ଇଏ ନାଁ ବି ବଦନାମ କରିବେ। ଦେଖିବେ ସାହିର କିଛି ଖରାପ କାମ ହଉଛି ସେ ଖରାପ କାମର ମଧ୍ୟସ୍ଥତା କରିବା ନିଜେ ଖରାପ କାମ କରିବା ଝିଅ ବୋହୂ ମାନଙ୍କର ଚରିତ୍ର ନଷ୍ଟ କରିବା ନଷ୍ଟ କରେଇବାରେ ମଧ୍ୟସ୍ଥତା କରିବା ଏଇ ଯୋଉ ଝିଅ ମାନଙ୍କୁ ଭଗେଇବାରେ ମାନେ ଯୋଉ କହନ୍ତି ସେ ତା ଝିଅକୁ ନେଇକି ପଳେଇଲା ଦେଖିବେ ତା ଭିତରେ ଗୋଟେ ଗୋଟେ ମିଡିଏଟର ଥିବେ ତାଙ୍କ ଭିତରେ ବି ପ୍ରତିଲୋମ ସଂଜାତ ଥିବ। ମାନେ ଗୁପ୍ତ ଭାବରେ ଯୋଉ ମଧ୍ୟସ୍ଥତା କାର ମିଡିଏଟର ହବା ଏମାନଙ୍କ ଏଇ ଗୁଣ ଗୁଡାକ ବି ଏମାନଙ୍କ ଭିତରେ ପ୍ରବଳ। ପୁଣି ଠାକୁର କହିଛନ୍ତି ଏମାନେ ବିନୟକୁ ଉପଲବ୍ଧି କରିପାରନ୍ତି ନାହିଁ ଟୋଟାଲ। ଯୋଉମାନେ ବିନୀତ ସେମାନଙ୍କୁ ଏମାନେ ଅବଜ୍ଞା ଓ ଅହଙ୍କାର ଚକ୍ଷୁରେ ଦେଖନ୍ତି। ଗୋଟେ ରେକ୍ଟିଫିକେସନ ବା ଯୋଉ ସଂଶୋଧନ ବା ଯୋଉ ଆମର କହନ୍ତି ଏଡିଫିକେସନ ଏଇ ଭାବଟା ବି ଏମାନଙ୍କ ଭିତରେ ପ୍ରୀତି ବା ପ୍ରଣୟ ଅବଦାନ ସୁଖର ନୁହେଁ। ଭଲ ପାଇବା ନେଇ ଜାଣନ୍ତି କିନ୍ତୁ ଦେଇ ଜାଣନ୍ତି ନାହିଁ ଶ୍ରେୟକୁ ସମର୍ଥନ କରନ୍ତି ନାହିଁ। ଅନାଚାରକୁ ସଦାଚାରରେ ଚଳେଇବା ପାଇଁ ମାନେ ଚେଷ୍ଟା କରନ୍ତି ରୁଲ ଇମ୍ପ୍ଲିମେଣ୍ଟ କରନ୍ତି। ଯୋଉ କଥା କହିଲି ଜଣେ ସୁପ୍ରିମକୋର୍ଟରେ ଏତେ ବଡ ବିଚାରପତି ଏତେ ଜ୍ଞାନ ଏତେ ମାନେ ପୋଜିସନ ପାୱାର ର ଅଧିକାରୀ କିନ୍ତୁ କି ରୁଲ ଇମ୍ପ୍ଲିମେଣ୍ଟ କରିଦେଲେ। ଯୋଉ ରୁଲ ଟା ଆମ ହିନ୍ଦୁ କଲଚରରେ ଆମ ଆରିଆନ କଲଚରରେ ଯୋଉ ରୁଲ ଟା କେବଳ କୁକୁର ବିଲେଇକି ଦିଆ ହେଇଥିଲା କୁକୁର ବିଲେଇକି ମାନ୍ୟତା ଦିଆ ହେଇଥିଲା ଲିଭ ଇନ ରିଲେସନସିପରେ ରହିବାରେ ଆଉ ଆମ ତାଙ୍କ କୁକୁର ବିଲେଇ ଭିତରେ ଆଉ ଡିଫରେନ୍ସ କଣ ରହିଲା ସେଇ ଜଙ୍ଗଲୀ ସମାଜକୁ ପଳେଇଲେ। ତେଣୁ ଅବଜର୍ଭ କରିକି ଯଦି ଦେଖିବେ କୋଉଠି ନା କୋଉଠି ଏଠି ସୂକ୍ଷ୍ମ ପ୍ରତିଲୋମ ବୃହତ ଆକାର ଧାରଣ କରିକି ଏଇଭଳିଆ ଗୋଟେ ଡେଷ୍ଟ୍ରକ୍ସନ କୁ ଡାକିକି ଆଣିଛି ଯୋଉଟା ମର୍ଯ୍ୟାଦା ଉଲ୍ଲଂଘନ କରିଛି ଯୋଉଟାକୁ ଶାସ୍ତ୍ର ଅସମ୍ମତ ବୋଲିକି ମାନେ ମାନି ନାହିଁ ସେଇଭଳି ଗୋଟେ ନିୟମକୁ ପ୍ରଣୟନ କରିବାର ମାନେ କଣ କଣ ହେଇଛି ଆଜି ସମାଜର ସ୍ଥିତି ହିସାବ ଦେଇପାରିବେ ସେ ଲୋକ ଯିଏ ଇମ୍ପ୍ଲିମେଣ୍ଟ କରିପାରିଛନ୍ତି କେତେ ଦାମ୍ପତ୍ୟ ଜୀବନ ଭାଙ୍ଗିଛି କେତେ ପରିବାର ଛାରଖାର ହେଇଛି କେତେ ଜୀବନ ନଷ୍ଟ ହେଲାଣି। ୟାର ଜବାବ ଯଦି ତାଙ୍କୁ ମାଗିବେ ସିଏ କହିବେ ଆମେ ଯାହା କରିଛୁ ଠିକ କରିଛୁ ଏ ଲୋକ ଗୁଡାକ ତାକୁ ମାଗୁନାହାନ୍ତି ମାନୁନାହାନ୍ତି। ତେଣୁ ଏଇ ପ୍ରସଙ୍ଗ ତ ବହୁତ ବ୍ୟାପକ ପାଶ୍ଚାତ୍ୟ ଜଗତରେ ଏଇ ଯୋଉ କଲଚର ଆମ ଉପରେ ପଡୁଛି ଯୋଉ ମିଛ ବିବାହ ବା ଏଇ ଲିଭ ଇନ ରିଲେସନସିପ ଏଟା ଗୋଟେ ପ୍ରବଳ ମାତ୍ରାରେ ଥିଲା ଯୋଉମାନେ ସ୍ୱେଚ୍ଛାଚାରିତା ମାନେ ମୁକ୍ତ ଜୀବନ ଯାପନକୁ ପସନ୍ଦ କରୁଥିଲେ ସମାଜର ବିଶୃଙ୍ଖଳା ଆଡକୁ
ମାନେ ସବୁବେଳେ ତାଙ୍କର ନଜର ଥିଲା ସେଇ ମାନଙ୍କର ଏଇ ଯୋଉ ଲିଭ୍ ଇନ୍ ରିଲେସନସିପ ରହିବାରେ ଇଚ୍ଛା ଥିଲା, ଆଉ ସେଇଆଙ୍କୁ ସପୋର୍ଟ କଲା ଭଳି ଲିଭ୍ ଇନ୍ ରିଲେସନସିପ ଆଉ ଗୋଟେ ସମଲିଙ୍ଗୀ ସମ୍ପର୍କକୁ ମଧ୍ୟ ସେ ଦେଇଗଲେ ମାନ୍ୟତା, ଯାହାକୁ ବି ଆମ ଶାସ୍ତ୍ର ଅସମ୍ମତ ବୋଲିକି କହିଛି। ଆମେ ଏଇଠି ଗୋଟେ କଥା କନେକ୍ଟ କରିପାରିବା, ଏଇ ଯୋଉ ବାରାକ ଓବାମା ଆମ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଯିଏ ଥିଲେ, ତାଙ୍କ ଜୀବନର ଗୋଟେ ଭାବପ୍ରବଣ ମୁହୂର୍ତ୍ତର ମାନେ କଥା ସେ ଲେଖିଥିଲେ। ସେ ଯେବେ ତାଙ୍କର ଯୋଉ ପ୍ରଥମ କନ୍ୟା ଆଉ ପତ୍ନୀକୁ ଧରିକି ହସ୍ପିଟାଲରୁ ଆସୁଥିଲେ, ସେଇ ମୁହୂର୍ତ୍ତରେ ସେ କହିଛନ୍ତି, ମୁଁ ଅତୀତର ସେଇ ସ୍ମୃତିକୁ ମନେ ପକଉଛି ଯେତେବେଳେ ଅନୁଭବ କରୁଥିଲି ଏଇ କୁନି ପିଲାଟିର ଭବିଷ୍ୟତର ଭାର ମୋରି ହାତ ଉପରେ। ଆଉ ସେଦିନ ମୁଁ ମନେ ମନେ ଶପଥ କରିଥିଲି, ମୁଁ ତାକୁ କିଛି ଜୀବନରେ ଦିଏ ନ ଦିଏ, ତାକୁ କେବେ ପିତୃତ୍ୱ ପ୍ରଦାନରୁ ମୁଁ ବଞ୍ଚିତ କରିବି ନାହିଁ। ତ ଏଠି ସ୍ପଷ୍ଟ କରିଦବାକୁ ସେ ଚାହୁଁଥିଲେ ଯେ, ମାନେ ଓବାମା ଯେତେବେଳେ ଛୋଟ ଥିଲେ ତାଙ୍କ ମାନେ ବାପା ତାଙ୍କୁ ଛାଡିକି ଯାଏ, ତାଙ୍କ ବାପା ମା ଦି ଜଣ ଛାଡିକି ପଳେଇଥିଲେ ଏଇ ଲିଭ୍ ଇନ୍ ରିଲେସନସିପ ରୁ। ନା ତାଙ୍କର ଲିଭ୍ ଇନ୍ ନୁହେଁ, ତାଙ୍କର ମ୍ୟାରେଜ ହେଇଥିଲା, ଯାହା ବି ହଉ ତାଙ୍କୁ ଛାଡିକି ପଳେଇଥିଲେ, ତାଙ୍କୁ ଏଇ ଯୋଉ ନିଃସଙ୍ଗତା ଭିତରକୁ ପକେଇ ଦେଇକି ବାଲ୍ୟ କାଳରେ ତାଙ୍କର ଯୋଉ ଚିର ଆକାଂକ୍ଷିତ ପିତୃ ସ୍ନେହରୁ ସେ ବଞ୍ଚିତ ହେଇଥିଲେ। ଆଜି କୋଟି କୋଟି ଶିଶୁଙ୍କର ଏଇ ଯୋଉ ବିକଳ ଚିତ୍କାର ଏଇ ଲୋକଙ୍କ ମାନରେ କିନ୍ତୁ କର୍ଣ୍ଣଗୋଚର ହଉନାହିଁ। ମିଛ ବିବାହ ବୋଲିକି କହିକି ପରିବାରକୁ ଭାଙ୍ଗି ଦେଇକି ଏ ଜୁରୁକୁ ଯୋଉ ଚାଲି ଯାଉଛନ୍ତି ବାପା ମା। କିନ୍ତୁ କହିବା ବାହୁଲ୍ୟ, ସମଗ୍ର ବିଶ୍ୱକୁ ମଧୁର ପାରିବାରିକ ଜୀବନ ରୂପକ ଗୋଟେ ଆକର୍ଷଣୀୟ ଉପଢୌକନ ଯଦି ସମାଜ ବ୍ୟବସ୍ଥାର କିଛି ଥାଏ, ୟା ସମାଜକୁ ଅବଦାନ ବୋଲି ଥାଏ, ତାହା ହଉଛି ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଜୀବନଚର୍ଯ୍ୟା ଆଉ ବିବାହ ବିଧାନ। ପ୍ରତ୍ୟେକଟି କର୍ମୀ, ପ୍ରତ୍ୟେକଟି ସତ୍ସଙ୍ଗୀ ତାର ପ୍ରାଣପଣେ ଲାଗିଛି ସେ ପ୍ରତିଲୋମ ବିବାହ ଯେମିତି ନ କରିବ। କୌଣସି ମତେ ସେମାନେ ସମସ୍ତେ ଲାଗିଛନ୍ତି ଗୋଟେ ଭଲ ସନ୍ତାନ ଯେମିତି ଆସିବ, ଯୋଉମାନେ ଏଇ ବିବାହ ଭିତରକୁ ଆସି ଯାଇଛନ୍ତି। ଆଜି ଆଚାର୍ଯ୍ୟ ପରମ୍ପରା ଭିତରେ ମଧୁର ସୁନ୍ଦର ଲୋଭନୀୟ କେତେ ସୁନ୍ଦର ଜୀବନ କୋଟି କୋଟି ମଣିଷକୁ ମାନେ ସମାଜ ଦେଇ ସାରିଲାଣି ଅବଦାନ। ଅସଂଖ୍ୟ ଭଙ୍ଗା ପରିବାର, ଭଙ୍ଗା ମନ ଯୋଡି ହେଇଛି। ତେଣୁ ଏଇ ଯୋଉ ପ୍ରତିଲୋମ, ୟାର ମାନେ ସ୍ନେହ ଶ୍ରଦ୍ଧା ଭାବ ଯୋଉଠି କ୍ରୂରତାର ରୂପାନ୍ତରିତ ହଉଛି, ଯୋଉଠି ନିକୃଷ୍ଟି ଦିଗରେ ଗତି, ଯୋଉଠି ଅପକୃଷ୍ଟି ଦିଗରେ ଛୁଉଁକୁ, ଯୋଉଠି ଆଦର୍ଶ ହରା ଛୁଆ ଜନ୍ମ ହଉଛନ୍ତି, ଏଇ ସବୁ କରିକି କୌଣସି ମତେ ଆମେ ସମାଜର ଉନ୍ନତି ତ କରିପାରିବା ତ ବହୁତ ଦୂର, କିନ୍ତୁ ଅବନତିର ଚରମ ସୀମାରେ ଆମେ ଯିବା ଆଉ ସମାଜ ଧ୍ୱଂସ କରିବା। ଠାକୁର କହିଛନ୍ତି, ଇଏ ତ ମାନେ ଗୋଟେ ଦେଶ ଜାତିକି ଯଦି ତମକୁ ଧ୍ୱଂସ କରିବାକୁ ହୁଏ, ତମେ ଗୋଟେ କାମ କର, ତା ଭିତରେ ଗୋଟେ ପ୍ରତିଲୋମ ବିବାହ ପୁରେଇ ଦିଅ। ତମେ ତାଙ୍କ ସାଙ୍ଗରେ ପାଟି ମୁଣ୍ଡ କିଛି କର ନା, ଯେହେତୁ ବଡ ଶତ୍ରୁ ଅଛି ତା ଭିତରେ ଖାଲି ଗୋଟେ ପ୍ରତିଲୋମ ପୁରେଇ ଦିଅ। ଆଉ ଏକଥା ବି ଠାକୁର କହିଛନ୍ତି, ଏଇ କ୍ଷତ୍ରିୟ ମାନଙ୍କ ଭିତରେ କିଏ ଗୋଟେ ବଦମାସ ଥିଲା, ତା ଭିତରେ ବି ପ୍ରତିଲୋମକୁ ପୁରେଇ ଦେଇକି ଚାଲି ଯାଇଛି। ତାକୁ ଦେଖିଲେ ହୁଏତ ଚିହ୍ନିଥିଲେ କିଛି କରି ହୁଅନ୍ତା। ଏଇ ୱାର୍ଡିଂ ବି ଠାକୁରଙ୍କର ଅଛି ଆଲୋଚନା ପ୍ରସଙ୍ଗରେ। ତେଣୁ ଆଉ ଗୋଟେ କଣ ହୁଏ, ଏମାନଙ୍କର ସବୁ ହାଇବ୍ରିଡ କ୍ରସ ଓଭର ହେଇଥାଏ, ଯୋଉ ଶଙ୍କର ପରିଣୟ ଆମେ କୁହନ୍ତି। ଏମାନଙ୍କ ମେଧା ବୃଦ୍ଧି ଧି ବିକୃତି ହୁଏ। ଧି ମାନେ ସ୍ମରଣ ଶକ୍ତି, ବୁଦ୍ଧି ମାନେ ବୋଧ ଇଣ୍ଟେଲେକ୍ଟ, ଯୋଉଟା ମେଧା ମାନେ ଯାହା ବୁଦ୍ଧି ବଢିବା ଦିଗରେ ଆମକୁ ଆଗେଇ ନେଇଯାଏ, ଏ ସବୁ ଗୁଡାକ ବିକୃତି ହେଇଯାଏ। ଯୋଉ ଯୁଦ୍ଧ କ୍ଷେତ୍ରରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ କହିଥିଲେ, ଏଇ ଯୋଉ ଦୁର୍ଯ୍ୟୋଧନ ଭ୍ରାତା ବନ୍ଧୁ ମାନେ ଯୋଉମାନେ ଆମ ବିରୁଦ୍ଧରେ ଯୁଦ୍ଧ କରିଛନ୍ତି, ତାଙ୍କୁ ହତ୍ୟା କଲେ ଆମର କିଛି ଲାଭ ହବନି, କାରଣ ସେମାନେ ଲୋଭ ବଶବର୍ତ୍ତୀ ହେଇକି ଭଲ ମନ୍ଦ ଜାଣି ପାରୁନାହାନ୍ତି। ସେମାନଙ୍କର ବଂଶଧ୍ୱଂସ ପାଇଲେ ବଞ୍ଚିଥିବା ଅନ୍ୟ ବଂଶଧର ମାନେ ଅଧର୍ମ କରିବେ। ଅଧର୍ମାଭିଭବାତ କୃଷ୍ଣ ପ୍ରଦୁଷ୍ୟନ୍ତି କୁଳ ସ୍ତ୍ରୀୟ ଶ୍ରୀ ସୁଦୁଷ୍ଟା ସୁବାଷ୍ପେୟ ଜାୟତେ ବର୍ଣ୍ଣ ଶଙ୍କର। ଯେତେବେଳେ କୁଳ ସ୍ତ୍ରୀ ଅର୍ଥାତ ପିଓର ବ୍ରିଡ ସ୍ତ୍ରୀ ମାନେ ଦୂଷିତା ହୁଅନ୍ତି ଏବଂ ଅବୈଧ ଭାବରେ ସନ୍ତାନ ଜନ୍ମ କରନ୍ତି, ସେଇ ବର୍ଣ୍ଣ ଶଙ୍କର ମାନେ ସତ୍ତାଘାତୀ ହୁଅନ୍ତି। ପୁଣି ଶଙ୍କରୋ ନରକାଇବ କୁଳ ଧାନା କୁଳସ୍ୟଚ ପତନ୍ତି ପିତର ହି ଦସ୍ୟାଂ ଲୁଣ୍ଡ ପିଣ୍ଡ ପ୍ରିୟ। ଯେତେବେଳେ ସମାଜରେ ଏଇ ପ୍ରକାର ଜାରଜ ସନ୍ତାନ ମାନଙ୍କର ସଂଖ୍ୟା ବଢିଯାଏ, ସେତେବେଳେ ପିତୃପୁରୁଷ ମାନଙ୍କ ପ୍ରତି ଅଶ୍ରଦ୍ଧା ଆସେ, ଆଉ ସେମାନଙ୍କର ଯୋଉ ପୁନର୍ଜନ୍ମ ଟା ବାଧାପ୍ରାପ୍ତ ହୁଏ। ପିତୃପୁରୁଷ ମାନେ ଚିତ୍କାର କରି ଉଠନ୍ତି। ଠାକୁର କହିଛନ୍ତି, ଯେମିତି ମାରିଆନା ଟ୍ରେଞ୍ଚ, ଯୋଉ ପ୍ରଶାନ୍ତ ମହାସାଗରର ସବୁଠାରୁ ଗଭୀରତମ ଅ ସମୟ ହେଇଗଲାଣି, ଆଉ ଗୋଟେ ମିନିଟରେ ସାରୁଛି। ଗଭୀରତମ ହ୍ରଦ ଅଛି, ସରି ଗଭୀରତମ ଯୋଉ ସବୁଠାରୁ ଯୋଉ ଜାଗାଟା ସବୁଠାରୁ ଗଭୀର, ମାରିଆନା ଟ୍ରାଞ୍ଚ ବୋଲିକି ତା ନାଁ ଦିଆ ହେଇଛି। ତ ସେଇ ଜାଗାରେ ସେ ପିତୃପୁରୁଷ ମାନେ ଯେମିତି ପଡିଯାଆନ୍ତି, ଚିତ୍କାର କରନ୍ତି ଆମକୁ ବଞ୍ଚାଅ ବଞ୍ଚାଅ ବୋଲି, ଯେତେବେଳେ ପ୍ରତିଲୋମର ଉପଗତିରେ ଯାଆନ୍ତି ଏଇ ପୁଅ ଝିଅ, ଫଳରେ ସେମାନଙ୍କୁ କଣ ହୁଏ, ପିତୃ ଲୋକର ରହିବାକୁ ପଡେ। ଦଶରେ ହିଁ ତ କୁଳ ଧାନ ବ୍ରହ୍ମ ଶଙ୍କର କାରକ ସାଧନ୍ତି ଜାତି ଧର୍ମ କୁଳ ଧର୍ମାସୁ ଶାଶ୍ୱତ। ବର୍ଣ୍ଣ ଶଙ୍କର ମାନେ ବଂଶ ଘାତକ, ସେମାନଙ୍କ ଦ୍ଵାରା କୁଳ ଧର୍ମ ନଷ୍ଟ ହୋଇଯାଏ। ଏଇ ଯୋଉ
ଆମର ଯୋଉ ଠାକୁରଙ୍କ ଯୋଉ ପଞ୍ଚ ବହିର ଅଛି ନା, ନିର୍ଦ୍ଦେଶ ଦେଇଛନ୍ତି ଯେ ଅସ୍ତିତ୍ୱର ଗୁଣ ପରିପୋଷକ ବର୍ଣ୍ଣାଶ୍ରମର ଶରଣ ନେଉଅଛି। ସପ୍ତାଶ୍ଚର୍ଯ୍ୟର କହୁଛନ୍ତି ବର୍ଣ୍ଣାଶ୍ରମ ଅନୁଗାମୀ ସଦାଚାର ଜୀବନ ବର୍ଦ୍ଧନୀୟ ନିତ୍ୟ ପାଳନୀୟ ଏଇ ବିହିତ ସବର୍ଣ୍ଣ ଅନୁଲୋମ କ୍ରମିକ ଆଚାର ସମୂହ ପରମ ଉତ୍କର୍ଷର କାରଣ ପ୍ରତିଲୋମାଚାର ସ୍ୱଭାବ ଧ୍ୱଂସକାରୀ। ତ ବର୍ତ୍ତମାନ କଥା ହେଲା ଏଇ ବର୍ଣ୍ଣଟା କଣ ଆମେ ମାନୁଛନ୍ତି? ଶ୍ରୀକୃଷ୍ଣ ବି ବର୍ଣ୍ଣକୁ ତ ମାନିକି ଯାଇଥିଲେ। ଚତୁର୍ବର୍ଣ୍ଣମୟା ସୃଷ୍ଟଂ ଗୁଣ କର୍ମ ବିଭାଗସ ତସ୍ୟ କର୍ତ୍ତାରମପି ମା ବିଧି ଅକର୍ତ୍ତାରମବ୍ୟମ୍। ତେଣୁ ବର୍ଣ୍ଣ ବିଭାଗ ମଣିଷ ତିଆରି କରିନି। ଗଛ ପଥର ଜୀବଜନ୍ତୁ ସବୁଠାରେ ବର୍ଣ୍ଣ ବିଭାଗ ଅଛି। ତାର ବ୍ୟବହାରିକ ଉପଯୋଗିତା ତାର ବୈଶିଷ୍ଟ୍ୟକୁ ନେଇକି ହେଇଛି। ହୀରା ନୀଳା ମୋତି ମାଣିକ ମୁଗୁନି ପଥର ବାଲି ପଥର ଆଉ ମାଙ୍କଡା ପଥର, ୟା ଭିତରେ ଡିଫରେନ୍ସ ନାହିଁ। ଚନ୍ଦନ କାଠ, ଶାଗୁଆନ କାଠ, ଶାଳ କାଠ, ପିଆଶାଳ କାଠ, ଆଉ ଗୋଟେ ଚାକୁଣ୍ଡା ଗଛ କରଞ୍ଜ କାଠକୁ ଆପଣ ନେଇକି ପିତା କାଠକୁ ତା ସହିତ ସେଟ୍ କରିବେ, ହବ? ବିଭିନ୍ନ ପ୍ରକାର କୁକୁର ଯେମିତି ଅଛନ୍ତି, ଗୋଟେ ଆଲସିସିଆନ କୁକୁର ଆଉ ଗୋଟେ ଏଇ ଯୋଉ ବୁଲା କୁକୁର, ୟା ଭିତରେ ଡିଫରେନ୍ସ ନାହିଁ। ଗୋଟେ ବୁଲା କୁକୁର ଗୋଟେ ରୁଟି ପକେଇଦେଲେ ସେ ଫଟକା ଚାଲିଯିବ, ଘରକୁ ଛାଡିଦବ ଚୋରକୁ। କିନ୍ତୁ ସେ ଆଲସିସିଆନ ପ୍ରଭୁ ଭକ୍ତ କୁକୁର ସେ ଛାଡିବ? ସେ ଫାଇଟ କରିବ। ତେଣୁ ପ୍ରସଙ୍ଗ ବହୁତ ବଡ, ସମୟ ହେଇଥିଲା ଯାହା ଦେଇଥିଲେ ସମୟ ହେଇଗଲାଣି। ଆମେ ସମସ୍ତେ କମ ସେ କମ ଠାକୁରଙ୍କର ଏଇ କଥା ବି ଠାକୁରଙ୍କୁ ପଚରା ହେଇଥିଲା, ଠାକୁର ଆପଣ ତ ପ୍ରତିଲୋମ ପ୍ରତିଲୋମ ଚିତ୍କାର କରୁଛନ୍ତି, ଏ କଥା ବୋଧେ ଆଜି କି 70 ବର୍ଷ ତଳେ ପଚରା ହେଇଥିଲା। ସେତେବେଳେ ପ୍ରତିଲୋମ ପ୍ରାୟ 70% ହେଇଯାଇଥିଲା। ଠାକୁର କହିଲେ 70% ପ୍ରତିଲୋମରୁ 30% ତ ଅନୁଲୋମ ସବର୍ଣ୍ଣ ବିବାହ କରୁଛନ୍ତି, ଆପଣ କଣ ପ୍ରତିଲୋମ ପ୍ରତିଲୋମ କଥା ଚିତ୍କାର କରୁଛନ୍ତି? ଠାକୁର କହିଛନ୍ତି ତମର ସେଇ ଯୋଉ 30% ଯୋଉ ରହିଥିବ ନା, ତମେ ତାଙ୍କ ଉପରେ ଭାରି ପଡିବ। ଆଉ ଏଇଟା ମହାଭାରତ ରାମାୟଣ ଆମ ସବୁରେ ପ୍ରମାଣ ବି ପାଇସାରିଛନ୍ତି। କାହିଁକି ନା ବିଧି ରାଜ୍ୟରେ ନୀତି କେବେ ଦ୍ୱିଧା ହୁଏ ନା। ତମେ ହିଁ ସମାଜର ରକ୍ଷାକର୍ତ୍ତା ସାଜିବ, ତମେ ସେତିକି କର ନା। ତେଣୁ ଆମେ କମ ସେ କମ ଆମ ଯୋଉ ସତ୍ସଙ୍ଗୀ ଅଛନ୍ତି, ଆମେ କମ ସେ କମ ଏଇ ନିୟମଟାକୁ ପାଳନ କରି ସମାଜ ବ୍ୟବସ୍ଥାଟାକୁ ରକ୍ଷା କରିବାରେ ଆମେ ପ୍ରତିଜ୍ଞାବଦ୍ଧ ହବା। ଏତିକି କହି ମୁଁ ମୋ ଯାଜନକୁ ଏଇଠି ବିରାମ ଦଉଛି। ଜୟ ଗୁରୁ, ଜୟ ଗୁରୁ। खूप सुंदर जाजन दादा.